ଏ ଐରାଜ ମାନ୍ଧାତା ମେଡିସିନ କମ୍ପାନୀର ମେଡିସିନ ସବୁ ଡୁପ୍ଲିକେଟ। ଆଉ ଏ କମ୍ପାନୀରେ ସେକ୍ସ ରାକେଟ, ମଣିଷ ଅଙ୍ଗ, ଧଳା ଜହର ଆଉ ପୁରୁଣା ମୂର୍ତ୍ତିର କାରବାର ଚେର ଫରେନ୍ ଯାଏ ଲମ୍ବେଇଛି। ଆଉ ସରକାର ଏହାର ତଦନ୍ତ ପାଇଁ ଏସ୍ଆଇଟି ପଠାଇଛି। ଯେ କ'ଣ କରିବି ମୋ ମୁଣ୍ଡ କିଛି କାମ କରୁନି। ମନା କରୁଛି ସେ ସଦାପୁରରେ ଡାକ୍ତରଖାନା ଖୋଲନି କି ଡାକ୍ତର ଆଣୁନି। ମୋ କଥା ମାନିଲନି, ଏବେ ନାମ ନିଅ। ଝିଅଟା ସେ ନୂଆ ଡାକ୍ତର ସାଙ୍ଗରେ ଖାଲି ତା ଦିନ ଦେଇ ଖାଲି ଲଟର ବଟର ହଉଛି ବା। ସେ ସହଟା ବଡ ଖତରନାକ ଅଛି। ଖାଲି ଗୋଟା ଆଜି ସରକାରକୁ ଆଖି ଆଗରେ କୋଟି ଟଙ୍କାର ଭେଜାଲ ମେଡିସିନ କାରବାର ହଉଛି। ଝାମେଲା ଝାମେଲା ସେ ମୋ ଲାଙ୍ଗୁଳରେ ହାତ କଳାକୁ ଜାଣେଇ ଦେବି। ମହିଳା କଳାକୁ ସିଧା କିଣିଦେବି। ସେ ଡାକ୍ତରଟା ବେଶୀ ଫରକ ହଉଛି। ଧମକ ଦଉଛି ଧମକ। ଐରାଜ ମାନ୍ଧାତାର ଲୋକ ଧମକ ଦିଅନ୍ତି, କ'ଣ ଧମକ ଶୁଣନ୍ତି। ଅନୁକୂଳ ଖେଳ କରନ୍ତି, ସରକାର କରିଲେ ମର୍ଡର କରନ୍ତି। ଲଙ୍କା ପଡିଲା ନେଇକି ବସିଥିଲା। ସହିତ ଯିଏ ଦୁଷ୍ମନ କରେ ମୁଁ ତାକୁ ଶ୍ୱାସ କରିଦିଏ। ଜାଣିଛ କ'ଣ? କେତେ ଜଣଙ୍କୁ ରାସ୍ତାରୁ ହଟେଇ ଦବ ଐରାଜ ବଡ ଲୋକ ହବା ନିଶାରେ ଏ ସମାଜଟାକୁ କ'ଣ ମଶାଣି କରିଦବ? ସେ ସିଧା କଥାକୁ ପସନ୍ଦ କରେ ଡାକ୍ତର। ସିଧା କଥା ଶୁଣିଲେ ତୁମ ପାଦ ତଳୁ ମାଟି ଖସିଯିବ, ଚାରିଦିଗ ଅନ୍ଧାର ଦେଖାଯିବ, ଆଉ ତମକୁ ପିପି ବାହାରି ପଡିବ। ସିଧା କଥାଟା ହେଲା ସାରା ଇଣ୍ଡିଆକୁ ଯୋଗାଉଥିବା ତୁମର ସେ ମେଡିସିନ ସମ୍ପୂର୍ଣ୍ଣ ରୂପେ ଭେଜାଲ। ରୋଗୀ ବଞ୍ଚିବା ବଦଳରେ ମରିବା ସୁନିଶ୍ଚିତ। ଖାଲି 2 ଜଣ ରୋଗୀ ଆପଣଙ୍କ ମେଡିସିନ ଖାଇ ମୃତ୍ୟୁ ମୁଖରେ ପଡିଛନ୍ତି। ଭବିଷ୍ୟତରେ ହଜାର ପଡିବେ ମଧ୍ୟ। ଆଉ ଖାଲି ସେତିକି ନୁହେଁ, ଆପଣଙ୍କର ସେ ମେଡିସିନ ତିଆରି କାରଖାନାରେ ସେଠି ଚାଲିଛି ଅଙ୍ଗ ସପ୍ଲାଏ, ଜହର ସପ୍ଲାଏ, ସେକ୍ସ ରାକେଟ। ଆଉ ଏ କଥା ମୁଁ ସରକାରକୁ ଜଣାଇ ସାରିଛି। ଯେତିକି ଭଦ୍ର ତାହାଠୁ ବେଶୀ ଅଭଦ୍ର। ସିଧା ସରକାରକୁ ଜଣାଇଦେବାର ମାନେ ତମର ତ ସାହସ କମ ନୁହେଁ। ମୁଁ ସାହସଟା କାହାର ପୈତୃକ ସମ୍ପତ୍ତି ନୁହେଁ। ଯେ ମଣିଷର ସେବାକୁ ନିଜର ବ୍ରତ ବୋଲି ମନେ କରିଦେଇଛି ତାକୁ ତମ ଭଳି ନିଷ୍ଠୁର ବାୟୁମଣ୍ଡଳ କାହାର ପଥରୁଦ୍ଧ କରିପାରିବ। ଐରାଜ ମାନ୍ଧାତାର ଦୁଷ୍ମନ ପାଲଟି ଯାଏ। ତା ପୋଷ୍ଟମର୍ଟମ ପାଇଁ ତା ଡେଡ୍ ବଡିର ବି ପତା ମିଳେନିବେ। ଇନ୍ସପେକ୍ଟର ମନେ ରଖିଥିବେ ଐରାଜ ମାନ୍ଧାତା, ଆପଣଙ୍କର ଏ କଳା ସାମ୍ରାଜ୍ୟ ଆଉ ବେଶୀ ଦିନ ନୁହେଁ। ଆପଣ ଦୁନିଆ ଆଖିରେ ଅଙ୍ଗ ପୁଟୁଳି ବାନ୍ଧି ଯେଉଁ ଲୁଚକାଳି ଖେଳ ଖେଳୁଛନ୍ତି, ଦିନ ଆସିବ ସେ ଆଖି ନିଆରେ ଆପଣଙ୍କର ସେ କଳା ସାମ୍ରାଜ୍ୟ ଜଳି ପଡ଼ି ସରକାର ହେଇଯିବ। ଏ କଥା ଶୁଣିକି ମନେ ନয়। ଆସୁଛି ପୁଣି ଦେଖା ହବ ନେକ୍ସଟ ଏପିସୋଡରେ। দুনিয়ার 1 নম্বর হারামি মতে ছুঁইবা তো দূরের কথা, হাত বড়াইলে চলে যাব। তা নহলে আম 7 সিন্ধুকর তালাটা যেমিতি খোলিল না। ଆଉ ଯେମିତି ହଉନା କାହିଁକି ସେ ବ୍ରଜର ଆଉ ତୁ ଝିଅଟାକୁ ବଦନାମୀ କରିବାକୁ ହବ। ଟୋକା ଲଗାଇ କାନ୍ଥ ଘର ଚାରିଆଡେ ପୋଚର ଲଗାଅ।
গাধা খুলিছি প্রেম বଜାର অজে ডাক্তার লটর পটর এইটা তো গোটিয়ে অগ্নিবাণ আরে আকু ব্রহ্মস্ত্র দরকার মানে রঙ্গ তেলেঙ্গা ফুল ঝামেলা আরে বয়সরে বড় হলা বলি তা মন ইচ্ছা সে যা চাইব তা করব আরে দেখো এই ঘরটা গোটাই মশানি পালটে নিব ছি ଆଉ ଏ ଗାଁ ଦାମରେ ମୁଣ୍ଡ ଟେକି ବାଟ ଚାଲି ପାରୁନି ଏ ଗାଁ ଲୋକଙ୍କର ବାର କଥା ଆଉ ସହି ପାରୁନି ଅବିଶ୍ୱାସ ହେଇଗଣି ଇଚ୍ଛା ହଉଛି ମରିଯିବି ନହେଲେ ମାରିଦେବି ବିଶ୍ୱାସ ବାବା କଣ ହେଇଛି କାହିଁକି ବିରାଟ କରୁଛୁ କଣ ହବ କେବଳ ତମରି ପାଇଁ ବିଶ୍ୱାସ କେବଳ ତମରି ପାଇଁ ତା ସାହସ ବଢି ଯାଇଛି ଭାଇ ଯାହା ଦେଖିବ ଯା ଏ ଗାଁ ସାରା ଲୋକ ସମସ୍ତେ କଣ କହୁଛନ୍ତି ଏ ବ୍ରଜ ଯାଉଛୁ ଗୋଟେ ବେଶିଆ କପି ଗୋଟାଏ କଣ କିନେ ଖାଲି ସେତିକି ନୁହେଁ ବାପା ଯାହା ଦେଖିବ ଯା ଏ ଗାଁ ସାରା ଚାରିଆଡେ ବଡ ବଡ ପୋଷ୍ଟର ଲାଗିଛି ଏ ରାଧା ଖୋଲିଛି ପ୍ରେମ ବଜାର ଆଉ ନୂଆ ଡାକ୍ତର ସହିତ ଲଟର ପଟର ବହୁତ ହେଇଗଲା ଏ କୁଳାଙ୍ଗାର ଏ ଗାଁର କେତେଟା ନପଙ୍ଗା ଟାଉଟର କଥା ପୁଣି ତୋ ଭଉଣୀଟାକୁ ଧିକାର କରୁଛୁ ତୁ କେବେ ଦେଖିଛୁ ବାପା ବାପା ଶବ୍ଦର ଅର୍ଥ କଣ ତୁ ବୁଝିଛୁ ବାପା ବାପା ଚିପଟ ରୁଟି ଲୋଟାଏ ପାଣି ପିଇ ମିଲେ କାମ କରି ଯାହା ରୋଜଗାର କରୁଥିଲି ପିଠେ ଲଗେଇଥିଲି ଭାବିଥିଲି ଏ ଗଛ ଦିନେ ବଡ ହବ ଛାଇ ଦବ ଶୀତଳତା ଦବ ହେଲେ ମୋର ସବୁ ଆଶା ଭରସା ମାଟିରେ ମିଶିଗଲା ସବୁ ଆଶା ଭରସା ମାଟିରେ ମିଶିଗଲା ବାପା এইটা পরা কলি যুগ এইটা টঙ্কার যুগ অহংকার প্রতিপত্তির যুগ ব্যাকগ্রাউন্ড আর ব্যাংকিংর যুগ আর সেটি আম ভଳି গরিবর স্থান নাই বাপা বঞ্চিবার অধিকার নাই কাহিঁকি না আমি পুরা গরিব লোক এটি পুরা ন্যায় ধর্মকু সমাধি দিয়া যাইছি অন্যায় অত্যাচারকু প্রস্থান দিয়া যাইছি আর সেটি আম ভଳି বিএমএ পড়িଥିବା ପିଲାମାନଙ୍କ ପାଇଁ ଚାକିରି ନାହିଁ ଲକ୍ଷ ଲକ୍ଷ ଟଙ୍କା ଡୋନେସନ ଦେଇ ଏ ରେସିଡେନ୍ସିଆଲ କଲେଜରେ ପଢୁଥିବା ପିଲାମାନଙ୍କ ପାଇଁ ଏଥିପାଇଁ ଦାୟୀ ମୁଁ ନୁହେଁ ଦାୟୀ ହେଉଛ ତମେ ଆଜି ତୋର ଘର କଥା ମନରେ ପଡିଗଲା ଭଉଣୀ କଥା ଚିନ୍ତା ହେଇଗଲା ଆରେ ଭଉଣୀଟା ଭଉଣୀଟା ଗାଁ ଗାଁରେ ଗଲାବେଳେ ତ ମୁଣ୍ଡ ତଳକୁ ହେଇଯାଉଥିଲା ବାପାଟା ଶସ୍ତା ଚପଲରେ ପଡ଼ିଲା ଚିରା ଚପଲ ବାପା ଦେଖଉଛି ବାପା କଣ ହେଇଛି ବାପା ଛୁଆ ଭାଇ କଣ ହେଇଛି କଣ ହବ କେବଳ ତୋରି ପାଇଁ ଏ ଘରେ ଗୋଟେ ଅନର୍ଥ ସୃଷ୍ଟି ହେଇଛି କଣ କହିଲୁ ମୋ ଝିଅ ପାଇଁ ଏ ଘରେ ଅନର୍ଥ ସୃଷ୍ଟି ହେଇଛି ଏଇ ମୁହୂର୍ତ୍ତରେ ବାପା ରୋଜଗାର କରିବୁ ଶୀଘ୍ର ଘରକୁ ଆସିବୁ নিয়ম পকাই দেল না হৃদয়কু পথর করি বনবাসর আদেশ দেইদেল বাপা চালি যাবি বাপা সেদিন পড়া পিতৃ সত্য পালন করি মর্যাদা পুরুষ রামচন্দ্র 14 বর্ষ বনবাস চালি যাইতিলে আজি মো বাপাঙ্ক কথা মানি ସବୁଦିନ ପାଇଁ ଏ ଘର ଛାଡ଼ି ଚାଲି ଯିବି ବାପା ନାଇଁ ନା ଛୁଆ ଭାଇ ତୁ ପରା ମୋ ସୁନା ଭାଇ ମୋ ଆଖିର ତାରା
ତୁ କଣ କିଛି ଜାଣିପାରୁନୁ? ବାପା ପରା ନିୟମ ଦେଇ ଲକ୍ଷ୍ମଣର 3 ଗାର ଟାଣିଦେଲେ। ଆଉ କେମିତି ଲୋ, ଆଉ କେମିତି ମୁଁ ଏଠି ପଡି ରହିବି? ବାପାଲୋ, ଛୋଟବେଳେ ବାପା ମାରିଲା ବେଳେ ପୁରା ତ ପଛପଟେ ଲୁଚେଇ ଦଉନା। ମୋ ମନ ବୁଝିବାକୁ ଯାଇ ଏ ରାମ ସାହୁ ଦୋକାନରୁ ଚକୋଲେଟ କିଣି ଦଉନା। ଛୁଆ ଭାଇ ମା ଚାଲିଗଲା, ସେଇ ଦିନ ଠାରୁ ତୁ ମୋର ମା। ଜାଣିছিল ଅପା, ମୋ ପାଇଁ ତୁ କେତେ କଷ୍ଟ ସହିଛୁ। ଟ୍ୟୁସନ କରି ନିଜ ପାଇଁ କିଛି ନ କରି ମୋ ପାଇଁ ଦିନ ରାତି ଏକ କରି ଦେଇଛୁ। ଛୁଆ ଭାଇ ଭାଇ ପଡ଼ିଆକୁ ସତ ଦେ। ଯାଉছিল ଅପା, ମୋ ଭାଗ୍ୟକୁ ଆଦରି ସବୁଦିନ ପାଇଁ ଏ ଘର ଛାଡି ମୁଁ ଚାଲି ଯାଉଛି। ଗଲାବେଳେ ମୋର ଗୋଟାଏ କଥା ରଖିବୁ ନା ଲୋ, ରଖିବୁ ନା ଅପା? ତୁ କିଛି କହୁନୁ କାହିଁକି? ମୁଁ ତୋ କଥା ନିଶ୍ଚୟ ରଖିବି। ଅପା ଲୋ, ମତେ ନା ଭାରି ଭୋକ ଲାଗୁଥିଲା। ଗଲାବେଳେ ଖଣ୍ଡେ ପଖାଳ ଖାଇବାକୁ ଦବୁନୁ? ଅପା, ତୁ କିଛି କହୁନୁ କାହିଁକି? ଜାଣିছিল ଅପା, ଘରେ କିଛି ରନ୍ଧା ହେଇନଥିବ, ହେଲେ ତ ହାତ ରନ୍ଧା ସେ ଲୁଣ ପଖାଳ ମୋ ପାଇଁ ପରା ସରଗ ସୁଖ। ଅପା, ମତେ କଣ ଖଣ୍ଡେ ପଖାଳ ଖାଇବାକୁ ଦବୁନୁ? ଅପା ଲୋ, ମୋ ଜୀବନରେ କିଛି ଦୁଃଖ ନାହିଁ, ସବୁବେଳେ ଖାଲି ଲୁହ। କାହିଁକି ନା ମୁଁ ପରା ଜନ୍ମ ନେଇଛି ଏଠି କାନ୍ଦିବା ପାଇଁ। ଏମିତି କାହାଣୀ ଲେଖିଲା କହିଛି ଅଠକିଗଲା। ମଧୁର জনম নেছি কান্দিবা পাই, জনম নেছি কান্দিবা পাই।